ମୋ ସିନ୍ଦୁରର ଅଧିକାର ଧାରାବାହିକରେ ଆପଣମାନେ ଦେଖିବେ ଶାଲିନୀ କହିବେ, ନତାଶା ଏସବୁ କ'ଣ ହେଉଛି? ତମେ ଏତେ ବଡ଼ କଥା ମୋତେ କ'ଣ ପାଇଁ ଲୁଚେଇକି ରଖିଥିଲ? ଆଉ ତମ ପ୍ଲାନ୍ରେ ମୋତେ ସାମିଲ କ'ଣ ପାଇଁ କଲନି? ତମେ ଭଲ ଭାବରେ ଜାଣିଛ ମୁଁ ସବୁବେଳେ ତମ ସହିତ ଅଛି, ହେଲେ ତାପରେ ବି ମୋତେ କାହିଁକି ଏସବୁ ଲୁଚେଇଥିଲ? ନତାଶା କହିବେ, ଶାଲିନୀ ରିଲାକ୍ସ, ଶାନ୍ତ ହୁଅ। ଆରେ ମୁଁ ଏସବୁ ଜାଣିଶୁଣି ତମକୁ ଜଣେଇନି। କଥା କ'ଣ କି ଏସବୁ ଏତେ ଜଲ୍ଦି ହେଲା ଯେ ତମକୁ ଜଣେଇବାକୁ ସମୟ ହିଁ ମିଳିଲାନି। କିନ୍ତୁ ଏବେ ସବୁକିଛି ଠିକ୍ ହେଇଯାଇଛି। ଆଉ ଆମେ ଯାହା ଚାହୁଁଥିଲେ ସେଇଆ ହେଇଛି। ପିଲାର ଆଳରେ ସେ ମୁକ୍ତି ଏ ଘରେ ରାଜ କରିବାକୁ ଚାହୁଁଥିଲା, ହେଲେ ଏବେ ତ ସେ ସବୁକିଛି ହରେଇ ସାରିଛି। ଆଉ ସେ ସବୁକିଛି ମୁଁ ପାଇଯାଇଛି। ଏବେ ଏ ଘର ଲୋକମାନେ ମୋ ଅଣ୍ଡରକୁ ଆସିଯିବେ। ଶାଲିନୀ କହିବେ, ଏସବୁ କିନ୍ତୁ ଏତେ ସହଜ ନୁହେଁ। ତମେ ଦେଖିଲନି ସମସ୍ତେ କେମିତି ତମ ଏଗ୍ନେଷ୍ଟରେ ଅଛନ୍ତି? ନତାଶା କହିବେ, କେତେ ଦିନ ଏ ପିଲା ମୋ ପାଖକୁ ସମସ୍ତଙ୍କୁ ଟାଣି ଆଣିବ? ଧନ ଆସି କହିବେ, ତୋ ପାଇଁ ଏସବୁ ଏତେ ସହଜ ନୁହଁ ନତାଶା। ନତାଶା କହିବେ, ସବୁ ତ ପ୍ଲାନ୍ ହିସାବରେ ହେଉଛି, ଏବେ ପୁଣି ମୋତେ କିଏ ଅଟକେଇବ? ଧନ କହିବେ, ତୋର ସବୁ ପ୍ଲାନ୍କୁ ଆଉ ସବୁ ସ୍ୱପ୍ନକୁ ଭାଙ୍ଗିବ ତୋର ସେ ଭଉଣୀ। ଆରେ ତୋ ନିଜ ଭଉଣୀ ତୋ ରାସ୍ତାର କଣ୍ଟା ହବ। ତୋ ଭଉଣୀ ତତେ ଆଜି ଏଇଠୁ ନେଇଯିବାକୁ ପ୍ଲାନ୍ କରିଛି। ନତାଶା କହିବେ, ସେମିତି ହବନି। ମୋ ଲାଇଫ୍ର ନିଷ୍ପତ୍ତି ମୁଁ ନେବି, ଦିଦି ନୁହଁ। ଏହି ସମୟରେ ରାଗିଣୀ ଆସି କହିବେ, ବାଃ ଡୁଡୋ, ଶେଷରେ ତୁ ତ ଅସଲ ଔକାତ ଦେଖେଇଦେଲୁ। ନତାଶା କହିବେ, ଦିଦି ତୁ ଏମିତି କ'ଣ ପାଇଁ କହୁଛୁ? ତୁ ତ ଜାଣିଛୁ ମୁଁ ଏସବୁ ମାହି ପାଇଁ କରୁଛି, ତା ଖୁସି ପାଇଁ କରୁଛି। ତାହେଲେ ତୁ ମୋତେ ଏଠୁ ନେଇଯିବାକୁ କାହିଁକି ଚାହୁଁଛୁ? ରାଗିଣୀ କହିବେ, କାହିଁକି ନା ମୁଁ ତ ଅସଲ ଉଦ୍ଦେଶ୍ୟ ବେଶ ଭଲ ଭାବରେ ବୁଝିପାରିଛି ଡୁଡୋ। ତୁ ମାହିର ଖୁସି ଚାହୁଁନୁ, ବରଂ ମାହି ଆଉ ଆଦିଙ୍କୁ ସବୁଦିନ ପାଇଁ ଅଲଗା କରିବାକୁ ଚାହୁଁଛୁ। ନତାଶା କହିବେ, ଦିଦି ତୁ ମୋତେ ଭୁଲ ବୁଝୁଛୁ। ମୁଁ କେବେ ବି ସେମିତି କରିପାରିବିନି। ରାଗିଣୀ କହିବେ, ଆଚ୍ଛା ସେଥିପାଇଁ ତ ତୁ ମାହିକୁ ମାରିବାକୁ ଚେଷ୍ଟା କରୁଥିଲୁ। ବିଶ୍ୱାସ ହଉନି ନା? ମୁଁ ଏବେ ତତେ ପ୍ରମାଣ ଦେଖେଇ ଦଉଛି। ଏହାପରେ ସେ ଶାଢ଼ୀ ବାହାର କରି ନତାଶାଙ୍କୁ ଦେଖେଇବେ ଆଉ କହିବେ, ତୁ ହିଁ ହସ୍ପିଟାଲରେ ଡୁଡୋକୁ ମାରିବାକୁ ଚେଷ୍ଟା କରୁଥିଲୁ। ସତ କଥା ହେଲା ତୁ ମେମୋରି ଲସ୍ ହେବାର ମିଛ ନାଟକ କଲୁ। ଆଉ ଯେତେବେଳେ ସେ ପ୍ଲାନ୍ ତୋର କାମ କଲାନି, ତୁ ମାହିକୁ ନିଜ ରାସ୍ତାରୁ ହଟେଇକି ଏ ଘରେ ତା ଜାଗା ନେବାକୁ ଚାହିଁଲୁ। ଆଉ ଏବେ ଏ IVFରେ ତୁ ଆଦିତ୍ୟ ପିଲାର ମା ହବାକୁ ଚାହୁଁଛୁ। ତୁ ଆଉ କେତେ ମିଛ କହିବୁ ଡୁଡୋ? ଆଉ କେତେ ନାଟକ କରିବୁ? ଏହାପରେ ନତାଶା କହିବେ, ଦିଦି ତତେ କ'ଣ ଲାଗୁଛି ତୁ ଡୁଡୋ ଏତେ ଜଲ୍ଦି ହାର ମାନିଯିବ ସେ ମୁକ୍ତି ଠାରୁ? ଏଡିଙ୍କୁ ପାଇବା ପାଇଁ, ସେ ମୁକ୍ତିର ଜାଗା ନେବା ପାଇଁ ମୁଁ ଏସବୁ କିଛି ନାଟକ କରୁଥିଲି। ଏହାପରେ ସେ ରାଗିଣୀକୁ ଇଞ୍ଜେକ୍ସନ ଦେବାକୁ ଚେଷ୍ଟା କରିବେ। ମୁକ୍ତି ଆସି କହିବେ, ତା ମାନେ ତୁ ନାଟକ କରୁଥିଲୁ? ରାଗିଣୀ କହିବେ, ନାଇଁ ମାହି, ଡୁଡୋକୁ ଭରସା କରନି, ସେ ତତେ ମାରିଦେବ। ଏହାପରେ ମୁକ୍ତି ନତାଶାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିବେ।